যেটা ମୁଁ ପ୍ରିୟତ ବରାଜ ମାନ୍ୟବର ସାଂସଦ ଡକ୍ଟର ସମୀର ପାତ୍ରଙ୍କର ରଣପୁର ନିର୍ବାଚନ ମଣ୍ଡଳୀ ପ୍ରତିନିଧି ଅଛି। ଆମେ ଆଜି ପରିଲକ୍ଷିତ କରୁଛୁ ଯେ ଜନସମାଗମ ହେଇଛି ଏବଂ ଜଣେ ଲୋକ ମୃତ୍ୟୁବରଣ କରିଥିବାର ଆମେ ଖବର ପାଇଛୁ। ଆପଣ ତା ବିଷୟରେ କଣ ପାଇଲେ? ରମେଶ ଚନ୍ଦ୍ର ପରିଡ଼ା ଜଣେ ଦିନ ମଜୁରିଆ, ସେ ପାଇପ ଲାଇନ କାମ କରୁଥିଲେ ଜାମୁସାହିରେ। ସେ ହଠାତ୍ ଯୋଉ ଉତ୍ତାପ ଖରାପ ଉତ୍ତାପ ସହନ କରିପାରି ସେଠି ପଡ଼ିକି ତାଙ୍କର ଦେହାନ୍ତ ହେଇଛି। ତାଙ୍କୁ ମେଡିକାଲ ଆଣିଥିଲେ, ମେଡିକାଲ ଆଣି ବର୍ତ୍ତମାନ ପୋଷ୍ଟମର୍ଟମ ପାଇଁ ଅଛି। ବହୁତ ଗରିବ ଲୋକ ଡକ୍ଟର ରିପୋର୍ଟ ଦେବେ, ତେଣୁ ସଂଶୋଧନ ରିପୋର୍ଟ ଆସିଲା ପରେ ଯଥାବିଧି ସରକାର ତରଫରୁ ସାହାଯ୍ୟ ମିଳିବା ପାଇଁ ପ୍ରୟାସ କରୁ। ଦେଖନ୍ତୁ, ଆମେ ଆସିକି ଏଇ ରଣପୁର ଡାକ୍ତରଖାନାରେ ପହଞ୍ଚିଥିଲୁ। ଆମେ ଏଇ ଲୋକମାନଙ୍କର ମତାମତ ନେଉଥିଲୁ। ଆମର ଯିଏ ଅଛନ୍ତି ସମିତି ପାତ୍ର, ତାଙ୍କର ଯିଏ ରିପ୍ରେଜେଣ୍ଟେଟିଭ ଅଛନ୍ତି ପ୍ରିୟବ୍ରତ ପ୍ରରାଜ, ତାଙ୍କଠୁ ଆମେ ମତାମତ ନେଉଥିଲୁ ଯେ ବର୍ତ୍ତମାନ ଘଟଣାସ୍ଥଳରେ ଆମର ଯୋଉ ଲୋକଟି ମୃତ୍ୟୁବରଣ କରିଛି, ଅଧିକ ରୁଦ୍ରତାପ ହେତୁ ସେ ମୃତ୍ୟୁବରଣ କରିଛି। ଆମେ ଆଶା କରୁଛୁ ନ୍ୟୁଜ ତରଫରୁ ସରକାରଙ୍କୁ ଅନୁରୋଧ କରୁଛୁ ଯେ ସରକାରଙ୍କର ଯୋଉ ଗାଇଡଲାଇନ ଅଛି, ରୁଦ୍ରତାପରେ ମରିଗଲା ପରେ ଯୋଉ ଗାଇଡଲାଇନ ଅଛି, ସେଥିରେ ଯୋଉ ଗରିବ ଲୋକଟିର ମୃତ୍ୟୁବରଣ ହେଇଛି, ଯଦି ସାହାଯ୍ୟ ସହାନୁଭୂତି ହେଇପାରନ୍ତା ତେବେ ହେଲେ ତାଙ୍କ ପରିବାର ଉପକୃତ ହେଇତା ବୋଲି ନ୍ୟୁଜ ସହିତ ତାଙ୍କର ଏଠି ଯୋଉ ଜନସାଧାରଣ ଅଛନ୍ତି, ତାଙ୍କ ଗ୍ରାମବାସୀ, ସେମାନେ ମଧ୍ୟ ଅନୁରୋଧ କରୁଛନ୍ତି। ଆମେ ଜଣେ ଗ୍ରାମବାସୀ ପଚାରିବା ସେ କଣ କରୁଛନ୍ତି। ମୁଁ କୃପାସନ ବେହେରା, ଘର ହଉଛି ସାନଗ। ଯୋଉ ପିଲାଟିର ଆଜି ଦେହାନ୍ତ ହେଇଛି ସିଏ ବି ମୋ ଗାଁର। ମୁଁ ବି ରଣପୁର କୋର୍ଟର ଲିଗାଲ ଏଡ୍ ରିଟର୍ଣ୍ଣର ଭାବରେ ଅଛି। ଆଉ ସରକାରଙ୍କ ତରଫରୁ ଆଜି ଘଟଣାସ୍ଥଳରେ ଯେଉଁ ପ୍ରକାର ମର୍ମନ୍ତିତ ଘଟଣା ଘଟିଛି, ଆଉ ସେ ପିଲାର ପରିବାର ସ୍ଥିତି ଯାହା ଆଜିକାର ସମାଜରେ ଟିକେ ପରିଚୟ ଦେବେ କଣ? କହୁଛୁ। ସେ ପିଲାଟି ହଉଛି ରମେଶ ଚନ୍ଦ୍ର ପରିଡ଼ା। ଆଉ ସେ ଯୋଉ ପାଇପ ଲାଇନ କାମ ମିସ୍ତ୍ରୀ ଭାବରେ କାମ କରେ। ତାଙ୍କ ବାପା ନାଁ ହଉଛି ସୁବଳ ପରିଡ଼ା, ଘର ହଉଛି ସାନଗଡ଼। ଅତି ଗରିବ ପରିବାରଟି। ଆଉ ଆଜି ମଧ୍ୟ ଯାହା ଦେଖୁଛନ୍ତି ଏ ରଣପୁର ଆଜି ଚଳଚଞ୍ଚଳ ସୃଷ୍ଟି ହେଇଛି। ଅତି ସମସ୍ତେ ଶୋକାକୁଳ ପରିବେଶରେ ବର୍ତ୍ତମାନ ଅବତୀର୍ଣ୍ଣ। ଆମ ଗାଁରେ ମଧ୍ୟ ଯୋଉ ପ୍ରକାର ପରିବେଶ ଆଜ୍ଞା ହେଇଯାଇଛି, ଆପଣ ଅନୁଭବ କରିପାରିବେନି ଯେ ସମସ୍ତେ ଆଜି ସମସ୍ତଙ୍କ ଆଖିଟା ଆଜି ଲୁହ ଝରୁଛି। ତ କହିବା କଥା ହଉଛି ସେ ଯୋଉ ଅତି ତାଙ୍କ ଛୋଟ ଛୋଟ ନାବାଳକ ପିଲା ଗୁଡ଼ିକ ଅଛନ୍ତି, ଭବିଷ୍ୟତରେ ତାଙ୍କର ଭବିଷ୍ୟତ ଜୀବନ ଧାରଣ ନିମନ୍ତେ ଅତି ଅସହ୍ୟ ହେଇପଡ଼ିବ ନିଶ୍ଚିତ ଆମେ ଅନୁଭବ କରୁଛୁ। ତ ଅତ୍ୟଧିକ ରୌଦ୍ରତାପ କାରଣରୁ 3:30 ବେଳେ ଏଇ ଯୋଉ ଘଟଣା ଘଟିଲା, ଯାହାକି ସରକାରଙ୍କର ନିୟମ ଅଛି, ସେ ବି ସରକାରଙ୍କ ନିୟମକୁ ଉଲ୍ଲଂଘନ କରିନାହାନ୍ତି। 3:30 ବେଳେ କାର୍ଯ୍ୟରତ ସମୟରେ ସେଇଠି ଘଟଣାସ୍ଥଳରେ ଗଡ଼ି ପଡ଼ିବା ବେଳେ ତାଙ୍କ ପାଖରେ ମୋ ସମ୍ମୁଖକୁ ଗୋଟିଏ ପିଲାକୁ ଆଣୁଛି। ଏ ପିଲାଟି ହଉଛି ମଧ୍ୟ ଆମ ଗାଁର। ସେ ତାଙ୍କ ପାଖରେ ଗୋଟେ ଆସିଷ୍ଟାଣ୍ଟ ଭାବରେ କାମ କରେ। ଏ ପିଲାଟି ତମ ନାଁ କଣ? ସୁଭାଷ ମହାପାତ୍ର, ଘର ସାନଗଡ଼। ଏ ପିଲାଟି କାର୍ଯ୍ୟରତ ମଧ୍ୟ ଥିଲେ। ତା ଘଟଣାସ୍ଥଳରେ ସେ ହଠାତ୍ ଯେତେବେଳେ ମୂର୍ଚ୍ଛିତ ହେଇକି ପଡ଼ିଗଲେ, ତାଙ୍କୁ ଅନ୍ୟମାନେ ସମସ୍ତେ ଆଣିକି ରାସୁରାଖଳା ହସ୍ପିଟାଲରେ ଆଣିକି ପହଞ୍ଚିଥିଲେ ଏବଂ ସେଠି ଡକ୍ଟର ତାଙ୍କୁ ମୃତ୍ୟୁ ଘୋଷଣା କଲେ। ଏବଂ ତା ପରବର୍ତ୍ତୀ ସମୟରେ ସମସ୍ତେ ଶୋକାକୁଳ ପରିସ୍ଥିତିରେ ବର୍ତ୍ତମାନ ସେ ରଣପୁର ହସ୍ପିଟାଲକୁ ସ୍ଥାନାନ୍ତରିତ ହୋଇଛନ୍ତି ଏବଂ ଆସନ୍ତାକାଲି ତାହାର ପୋଷ୍ଟମର୍ଟମ କରାଯିବା ପାଇଁ ଡକ୍ଟର ନିର୍ଦ୍ଦେଶ ଦେଇଛନ୍ତି ଏବଂ ଆସନ୍ତାକାଲି ପର୍ଯ୍ୟନ୍ତ ରହିଛୁ। ଆଶା କରୁଛୁ ଏ ଜନସାଧାରଣଙ୍କର ଚିନ୍ତାଧାରା ଏବଂ ସମସ୍ତ ଜନସାଧାରଣ ସାନଗଡ଼ ରଣପୁର ଏନ୍ଏସିର ଜଣେ ଏନ୍ଏସି 1 ନମ୍ବର ୱାର୍ଡର ସଦସ୍ୟ ଅଛନ୍ତି ଏବଂ ରଣପୁର ଏନ୍ଏସି ରଣପୁର ବ୍ଲକ 37 ପଞ୍ଚାୟତ ସମସ୍ତେ ସେ ପରିବାର ପ୍ରତି ଯୋଉ ଆନୁଗତ୍ୟ ପ୍ରକାଶ କରୁଛନ୍ତି, ଆଶା କରୁଛି ସରକାର ନିଶ୍ଚିତ ଭାବରେ ଏହାର ବିହିତ ପଦକ୍ଷେପ ନେବେ ଏବଂ ବିଚାର କରିବେ ସେ ପରିବାରର ଭବିଷ୍ୟତ ସ୍ଥାୟିତ୍ୱ ନିମନ୍ତେ। ଦେଖନ୍ତୁ, ଆମେ ଗ୍ରାମବାସୀଙ୍କ ତରଫରୁ ଯୋଉ ନଉଥିଲୁ ଆଲୋଚନା, ଏଇ ଯୋଉ ପିଲାଟିର ଦେହାନ୍ତ ହେଇଛି ତାଙ୍କ ସଙ୍ଗରେ ଆମର ଜଣେ ହେଲ୍ପର ଭାବରେ ଏଇ ଭାଇ କାମ କରୁଥିଲେ। ସିଏ ଯଦିଓ ତାଙ୍କର ହେଲ୍ପର ଭାବେ କାମ କରୁଥିଲେ, ସେ ପ୍ରତ୍ୟକ୍ଷଦର୍ଶୀ, କିନ୍ତୁ ଆମେ ଚେଷ୍ଟା କରୁଥିଲୁ ତାଙ୍କ ବିଶେଷଙ୍କର ନବା ପାଇଁ ବୟାନ। ସେ ଯୋଉ ଶୋକାକୁଳ ପରିବେଶରେ ଅଛନ୍ତି ସେଠାରେ ଆମେ ନବା ସମ୍ଭବପର ହେଲାନି। ଆପଣ ମାନେ ଦେଖିପାରୁଥିବେ ଗ୍ରାମବାସୀ ଏଠି ଆସିକି ଉପସ୍ଥିତ ହେଇଛନ୍ତି ଏଇ ଡାକ୍ତରଖାନାରେ। ସରକାରଙ୍କୁ ଆମେ ଅନୁରୋଧ କରୁଛୁ, ପୁନର୍ବାର ଅନୁରୋଧ କରୁଛୁ ଯେ ଯଦି ଏଇ ନ୍ୟୁଜଟାକୁ ଦେଖୁଥାନ୍ତି, ପିଲାର ଯୋଉ ପାରିବାରିକ ଭବିଷ୍ୟତ ଏବଂ ଛୋଟ ଛୋଟ ପିଲାମାନଙ୍କର ଯୋଉ ଭବିଷ୍ୟତ ଅଛି ତାକୁ ଆଖି ଆଗରେ ରଖିକି ଯଦି ସାହାଯ୍ୟ ସହାନୁଭୂତି କରିପାରନ୍ତି, ତେବେ ସେ ପରିବାରଟି ବଞ୍ଚି ପାରନ୍ତା ବୋଲି ଆମେ ଅନୁଭବ କରୁଛୁ। ରଣପୁରରୁ ବିପିନ ବିହାରୀ ପ୍ରରାଜ, ଓଡ଼ିଶା ନ୍ୟୁଜ୍।